ମଣିଷ ଜୀବନର ପ୍ରଥମ ବର୍ଷ ଏହାଠାରୁ ବଡ଼ ଆଶ୍ଚର୍ଯ୍ୟ ବୋଧ ହୁଏ ଆଉ କିଛି ନାହିଁ। ନା, ଆଦୌ ନାହିଁ। ଗୋଟିଏ ଛୋଟ ଅସହାୟ ଶିଶୁଠାରୁ ଖାଲି 365 ଦିନ ଭିତରେ ସେ ଜଣେ ଚାଲୁଥିବା, କଥା କହିବାକୁ ଚେଷ୍ଟା କରୁଥିବା ମଣିଷ। ଆଉ ନିଜର ଗୋଟେ ବ୍ୟକ୍ତିତ୍ୱ ଥିବା ମଣିଷ। ହଁ, ଏକଦମ। ତେନେ ଆଜି ଆମେ ଶିଶୁ ବିକାଶ ଉପରେ କିଛି ଗବେଷଣାତ୍ମକ ଉତ୍ସକୁ ନେଇ ଏଇ ଚମତ୍କାର ଯାତ୍ରାକୁ ବୁଝିବାକୁ ଚେଷ୍ଟା କରିବା। ହଁ, ଆଉ ଏ ଆଲୋଚନାଟି ବାସ୍ତବରେ ବହୁତ ମଜାଦାର, କାରଣ ଏହା ଆମକୁ ମନେ ପକାଇ ଦିଏ ଯେ ମଣିଷର ବିକାଶ କେତେ ସୁନ୍ଦର ଭାବରେ ପ୍ରୋଗ୍ରାମ ହୋଇଛି। ଆମେ ତ ଭାବୁ ଯେ ନବଜାତକ ଶିଶୁ କିଛି କରିପାରିନି। କିନ୍ତୁ ଆମର ଉତ୍ସଗୁଡ଼ିକ କହୁଛି ସେମାନେ ଜନ୍ମରୁ ହିଁ ଏକ ପ୍ରକାରର ସୁପର ପାୱାର ନେଇ ଆସିଥାନ୍ତି। ସୁପର ପାୱାର, ଏଇଟା ଭାରି ମଜାଦାର ଶବ୍ଦ। ଆଚ୍ଛା, ତାହେଲେ ପୁରା ଆରମ୍ଭରୁ ହିଁ ଧରାଯାଉ। ଜନ୍ମ ସମୟରେ ଜଣେ ନବଜାତକ ଶିଶୁ ପ୍ରକୃତରେ କ'ଣ କରିବାକୁ ସକ୍ଷମ? ସେଇଠି ହିଁ ତ ରହସ୍ୟ ଲୁଚି ରହିଛି। ଜଣେ ନବଜାତକ ମାନେ ବଞ୍ଚି ରହିବା ପାଇଁ ଅନେକ ସ୍ୱତଃ ପ୍ରତିକ୍ରିୟା ବା ରିଫ୍ଲେକ୍ସ ସହିତ ଜନ୍ମ ହୋଇଥାଏ। ରିଫ୍ଲେକ୍ସ? ହଁ, ଏଗୁଡ଼ିକ ଇଚ୍ଛାକୃତ ନୁହେଁ, ବରଂ ସ୍ୱୟଂଚାଳିତ। ଉଦାହରଣ ସ୍ୱରୂପ ରୁଟିଂ ରିଫ୍ଲେକ୍ସ। ସେଇଟା କ'ଣ? ଯଦି ଆପଣ ଶିଶୁର ଗାଲକୁ ଧୀରେ କରି ଛୁଇଁବେ, ସେ ସାଙ୍ଗେ ସାଙ୍ଗେ ସେହି ଦିଗକୁ ମୁହଁ ବୁଲାଇବ ଆଉ ଖୋଜିବା ପରି ମୁହଁ ଖୋଲିବ। ଓହୋ, ଖାଦ୍ୟ ଖୋଜିବା ପାଇଁ? ଏକଦମ। ଏହା ତାକୁ ସ୍ତନ୍ୟପାନ କରିବାରେ ସାହାଯ୍ୟ କରେ। ଆଉ ସେଇ ଯେଉଁ ଆମ ଆଙ୍ଗୁଠିକୁ ଜୋରରେ ମୁଠେଇ ଧରନ୍ତି, ସେଇଟା ବି କ'ଣ ସେମିତି କିଛି? ମୁଁ ତ ଭାବୁଥିଲି ସେମାନେ ସ୍ନେହରେ ଏମିତି ଧରୁଛନ୍ତି। ତାହା ଆମକୁ ସେମିତି ଲାଗେ, କିନ୍ତୁ ପ୍ରକୃତରେ ତାହା ହେଉଛି ଗ୍ରାସ୍ପିଂ ରିଫ୍ଲେକ୍ସ। ଆଚ୍ଛା। ତାର ହାତ ପାପୁଲିରେ କିଛି ବି ରଖିଲେ ସେ ତାକୁ ଏତେ ଜୋରରେ ମୁଠାଇ ଧରିବ ଯେ ଆପଣ ତାକୁ ଟିକେ ଉପରକୁ ବି ଉଠାଇ ପାରିବେ। ବାପରେ! ସେହିପରି ଆଉ ଗୋଟିଏ ହେଉଛି ମୋରୋ ରିଫ୍ଲେକ୍ସ। କୌଣସି ଜୋର ଶବ୍ଦ ଶୁଣିଲେ ବା ହଠାତ୍ ତାର ସ୍ଥିତିରେ ପରିବର୍ତ୍ତନ ହେଲେ ସେ ନିଜର ଦୁଇ ହାତକୁ ବାହାରକୁ ଫିଙ୍ଗିଦିଏ। ଓହୋ, ସେଇଟା ଯେତେବେଳେ ସେମାନେ ହଠାତ୍ ଡରିଗଲା ପରି ଲାଗନ୍ତି। ଏବେ ବୁଝିଲି ତା ପଛର ବିଜ୍ଞାନ କ'ଣ। ହଁ, ଆଉ ଏଠାରେ ସବୁଠାରୁ ଆକର୍ଷଣୀୟ କଥା କ'ଣ ଜାଣନ୍ତି? କ'ଣ? କିନ୍ତୁ ଏଗୁଡ଼ିକର ଉପସ୍ଥିତି ଯେତିକି ଗୁରୁତ୍ୱପୂର୍ଣ୍ଣ, କିଛି ମାସ ପରେ ଠିକ୍ ସମୟରେ ଏହାର ଅଦୃଶ୍ୟ ହେବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ସେଇଟା କାହିଁକି? ସେଗୁଡ଼ିକ ରହିଲେ କ'ଣ ଅସୁବିଧା? ଏହାକୁ ଏମିତି ଭାବନ୍ତୁ, ଏହି ରିଫ୍ଲେକ୍ସଗୁଡ଼ିକ ହେଉଛି ଶିଶୁର ପ୍ରଥମ ଅପରେଟିଂ ସିଷ୍ଟମ। ଆଚ୍ଛା। କିନ୍ତୁ ଯେପରି ଶିଶୁର ମସ୍ତିଷ୍କ ବଢ଼େ, ସେ ଧୀରେ ଧୀରେ ନିଜ ଇଚ୍ଛାରେ କାମ କରିବା ପାଇଁ ନୂଆ ପ୍ରୋଗ୍ରାମ ଲେଖିବା ଆରମ୍ଭ କରେ। ମାନେ ଇଚ୍ଛା କରି କୌଣସି ଜିନିଷ ଧରିବା ପରି? ଏକଦମ। ତେଣୁ ଏହି ନୂଆ ଉନ୍ନତ ପ୍ରୋଗ୍ରାମ ପାଇଁ ପୁରୁଣା ଅଟୋମେଟିକ୍ ପ୍ରୋଗ୍ରାମଗୁଡ଼ିକୁ ବନ୍ଦ ହେବାକୁ ପଡ଼େ। ବା, ଏହା ତ ପୁରା ଦୃଷ୍ଟିକୋଣ ବଦଳାଇ ଦେଲା। ତାମାନେ ତାର ଶରୀରରେ ଏହି ଅଟୋମେଟିକ୍ ପ୍ରୋଗ୍ରାମ ଚାଲିଛି। କିନ୍ତୁ ତାର ଇନ୍ଦ୍ରିୟମାନଙ୍କ ବିଷୟରେ କ'ଣ କହିବେ? ସେ କ'ଣ ପ୍ରକୃତରେ ଆମକୁ ଦେଖିପାରୁଛି? ନିଶ୍ଚିତ ଭାବରେ। ଆଉ ଆମେ ଯାହା ଭାବୁ ତାଠାରୁ ବହୁତ ଅଧିକ। କେମିତି? ତାର ଦୃଷ୍ଟିଶକ୍ତି ପ୍ରଥମେ ଟିକେ ଅସ୍ପଷ୍ଟ, କିନ୍ତୁ ସେ 8ରୁ 10 ଇଞ୍ଚ ଦୂରତାରେ ସବୁଠାରୁ ଭଲ ଭାବରେ ଦେଖିପାରେ। 8ରୁ 10 ଇଞ୍ଚ? ଆଉ ମଜାର କଥା ହେଉଛି, ଏହା ହେଉଛି ସ୍ତନ୍ୟପାନ ସମୟରେ ଯତ୍ନ ନେଉଥିବା ବ୍ୟକ୍ତିଙ୍କର ମୁହଁର ଦୂରତା। ଓହୋ, ସେଇଥିପାଇଁ ସେମାନେ ମଣିଷ ମୁହଁ ଦେଖିବାକୁ ବେଶୀ ପସନ୍ଦ କରନ୍ତି। ହଁ ତ। ଆଉ ଶୁଣିବା? ଶ୍ରବଣ ଶକ୍ତି ତ ଆହୁରି ବିକଶିତ। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଜନ୍ମର ମାତ୍ର କିଛି ଦିନ ଭିତରେ ସେମାନେ ନିଜ ମାଆର ସ୍ୱରକୁ ଅନ୍ୟମାନଙ୍କ ସ୍ୱରଠାରୁ ଅଲଗା କରି ଚିହ୍ନିପାରନ୍ତି। ସତରେ? ହଁ, ବୋଧହୁଏ ସେମାନେ ଗର୍ଭରେ ଥିବା ସମୟରୁ ହିଁ ଏହି ସ୍ୱର ଶୁଣିବାକୁ ଅଭ୍ୟସ୍ତ ଥାନ୍ତି। ତାମାନେ ଆମେ ଯେତେବେଳେ ଗୋଟେ ନବଜାତକ ସହିତ କଥା ହେଉ, ତାକୁ ଦେଖି ହସୁ, ସେ ପ୍ରକୃତରେ ଏସବୁକୁ ଗ୍ରହଣ କରୁଛି। ନିଶ୍ଚୟ କରୁଛି। ସେ ଦୁନିଆ ସହ ଯୋଡ଼ି ହେବାକୁ ଚେଷ୍ଟା କରୁଛି। ଆଚ୍ଛା, ତେବେ ଏହାପରେ ଯେଉଁ ଭମାକାଦାର ପରିବର୍ତ୍ତନ ଆସେ, ମାନେ ଶରୀରର ବୃଦ୍ଧି, ତାହା ତ ଆହୁରି ଆଶ୍ଚର୍ଯ୍ୟଜନକ। ଧମାକାଦାର ଶବ୍ଦଟି ଆପଣ ଠିକ୍ ବ୍ୟବହାର କଲେ। ଆମ ଉତ୍ସଗୁଡ଼ିକ କହୁଛି ଯେ ପ୍ରଥମ ବର୍ଷରେ ଶିଶୁର ଜନ୍ମ ଓଜନ ପ୍ରାୟ 3 ଗୁଣ ବଢ଼ିଯାଏ। 3 ଗୁଣ? ହଁ, ଆଉ ଉଚ୍ଚତା ପ୍ରାୟ 50% ବଢ଼ିଯାଏ, ମାନେ 10ରୁ 12 ଇଞ୍ଚ। ଜୀବନର ଅନ୍ୟ କୌଣସି ସମୟରେ ବୃଦ୍ଧିର ହାର ଏତେ ଦ୍ରୁତ ନଥାଏ। ଆଉ କେବଳ ଆକାରରେ ନୁହେଁ, ମୁଁ ଶୁଣିଛି ଶରୀରର ଅନୁପାତରେ ମଧ୍ୟ ବହୁତ ପରିବର୍ତ୍ତନ ଆସେ। ଏ କଥାଟା କ'ଣ? ହଁ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଜନ୍ମ ସମୟରେ ମୁଣ୍ଡଟି ଶରୀରର ପ୍ରାୟ 1/4 ଥାଏ। ବହୁତ ବଡ଼ ଥାଏ। ହଁ, କିନ୍ତୁ ବର୍ଷକ ମଧ୍ୟରେ ଶରୀର ଓ ଗୋଡ଼ ଦ୍ରୁତ ଗତିରେ ବଢ଼େ ଆଉ ଅନୁପାତ ବଦଳିଯାଏ। ବିକାଶର ଏକ ନିୟମ ଅଛି, ଯାହାକୁ ସିଫାଲୋକାଉଡାଲ ପ୍ରିନ୍ସିପଲ୍ ବା ମୁଣ୍ଡରୁ ପାଦ ନିୟମ କୁହାଯାଏ। ଏହା ଶୁଣିବାକୁ ଟିକେ ବୈଷୟିକ ଲାଗୁଛି। ଏହାକୁ ଟିକେ ସରଳ ଭାବରେ ବୁଝାଇବେ କି?
ମାନେ ମୁଣ୍ଡ ଏବଂ ବେକ ଉପରେ ନିୟନ୍ତ୍ରଣ ଆଣିବା ଶିଖେ। ହଁ, କାରଣ ତାର ଆଖି, କାନ, ନାକ ସବୁ ସେଇଠି ଅଛି। ତାପରେ ଧୀରେ ଧୀରେ ନିୟନ୍ତ୍ରଣ ତଳକୁ ଯାଏ, ଛାତି, ଅଣ୍ଟା ଆଉ ଶେଷରେ ଗୋଡ଼କୁ। ବା, ଏହା ତ ଗୋଟିଏ କୋଠା ତିଆରି କଲା ପରି, ଯେଉଁଠି ପ୍ରଥମେ ଉପର ମହଲାର କାମ ସରେ, ତାପରେ ତଳ ମହଲା। ଏକଦମ ଠିକ୍ ଧରିଛନ୍ତି। ଆଉ ଏହି ସବୁ ଶାରୀରିକ ବୃଦ୍ଧି ହିଁ ତାର ପରବର୍ତ୍ତୀ ପଦକ୍ଷେପ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରେ। ଯାହା ହେଉଛି ଗତି କରିବା। ହଁ, ଏବେ ଆସିଲା ସବୁଠୁ ଉତ୍କଣ୍ଠାର ବିଷୟ, ଯାହାକୁ ସବୁ ଅଭିଭାବକ ଅପେକ୍ଷା କରିଥାନ୍ତି, ବସିବା, ଗୁରୁଣ୍ଡିବା, ଚାଲିବା। ଏହି ମାଇଲଖୁଣ୍ଟଗୁଡ଼ିକର କ୍ରମ କିପରି ହୋଇଥାଏ? ଏହା ମଧ୍ୟ ସେହି ମୁଣ୍ଡରୁ ପାଦ ନିୟମକୁ ଅନୁସରଣ କରେ। ପ୍ରଥମେ ପ୍ରାୟ 3 ମାସ ବେଳକୁ ଶିଶୁ ପେଟେ ଶୋଇଥିବା ବେଳେ ନିଜ ମୁଣ୍ଡ ଆଉ ଛାତି ଉଠାଇବାକୁ ସକ୍ଷମ ହୁଏ। ମାଧ୍ୟାକର୍ଷଣ ବିରୁଦ୍ଧରେ ତାର ପ୍ରଥମ ବଡ଼ ସଫଳତା। ହଁ, ତାପରେ ପ୍ରାୟ 6 ମାସ ବେଳକୁ ସେ କଡ଼ଲେ ଉଠାଇବା ଆଉ ସାହାରାରେ ବସିବା ଆରମ୍ଭ କରେ। ଆଉ ତାପରେ ଆସେ ସ୍ୱାଧୀନତାର ପ୍ରଥମ ସୋପାନ, ଗୁରୁଣ୍ଡିବା। ହଁ, ପ୍ରାୟ 7ରୁ 9 ମାସ ମଧ୍ୟରେ ସେ ବିନା ସାହାରାରେ ବସିପାରେ ଏବଂ ତାପରେ ଗୁରୁଣ୍ଡିବା ଆରମ୍ଭ କରେ। ଏହା ତାର ଦୁନିଆକୁ ପୁରା ବଦଳାଇ ଦିଏ। ନିଜ ଇଚ୍ଛାରେ ଏପଟ ସେପଟ ଯାଇପାରେ। ହଁ, ଅନ୍ୱେଷଣ କରିପାରେ। ଏହାପରେ ପ୍ରାୟ 10ରୁ 12 ମାସ ମଧ୍ୟରେ ସେ କିଛି ଧରି ଠିଆ ହେବା ଏବଂ ପରେ ପ୍ରଥମ ପାଦ ପକାଇବା ଆରମ୍ଭ କରେ। କିନ୍ତୁ ମୁଁ ଦେଖିଛି କିଛି ପିଲା ଗୁରୁଣ୍ଡିବା ପୁରା ଛାଡ଼ିଦେଇ ସିଧା ଠିଆ ହୋଇ ଚାଲିବାକୁ ଚେଷ୍ଟା କରନ୍ତି। ସେମିତି ହେବା କ'ଣ ସାଧାରଣ କଥା? ଏହା ଏକ ବହୁତ ଭଲ ପ୍ରଶ୍ନ। ହଁ, ଏହା ବିଲକୁଲ ସାଧାରଣ। ମନେ ରଖିବାକୁ ହେବ ଯେ ପ୍ରତ୍ୟେକ ଶିଶୁ ଅଲଗା। ଯଦିଓ ବିକାଶର କ୍ରମ ପ୍ରାୟତଃ ସମାନ, କିନ୍ତୁ ପ୍ରତ୍ୟେକ ପଦକ୍ଷେପକୁ ସମସ୍ତେ ଅନୁସରଣ କରିବେ ବୋଲି କିଛି ମାନେ ନାହିଁ। ବୁଝିଲି। ଯେପର୍ଯ୍ୟନ୍ତ ଶିଶୁଟି ସକ୍ରିୟ ଅଛି ଏବଂ ନୂଆ କୌଶଳ ଶିଖିବାକୁ ଚେଷ୍ଟା କରୁଛି, ସେ ପର୍ଯ୍ୟନ୍ତ ଚିନ୍ତା କରିବାର କୌଣସି କାରଣ ନାହିଁ। ଏହା ଅନେକ ଶ୍ରୋତାଙ୍କୁ ଆଶ୍ୱସ୍ତ କରିବ। ଏବେ ଏ ତ ଗଲା ବଡ଼ ମାଂସପେଶୀର କଥା, କିନ୍ତୁ ହାତ ଏବଂ ଆଙ୍ଗୁଠିର କୌଶଳ କେମିତି ବିକଶିତ ହୁଏ? ଏହା ହେଉଛି ସୂକ୍ଷ୍ମ ଗତିକୌଶଳର ବିକାଶ। ଏଥିରେ ବିକାଶ କେନ୍ଦ୍ରରୁ ବାହାର ଆଡ଼କୁ ହୁଏ। ମାନେ ବାହୁର ନିୟନ୍ତ୍ରଣ ଆଗ ଆସେ, ତାପରେ ହାତ ଆଉ ଶେଷରେ ଆଙ୍ଗୁଠି। ପ୍ରାୟ 8 ମାସ ବେଳକୁ ଏକ ବହୁତ ବଡ଼ ବିକାଶ ହୁଏ, ଯାହାକୁ ପିଞ୍ଚର ଗ୍ରାସ୍ପ କୁହାଯାଏ। ପିଞ୍ଚର ଗ୍ରାସ୍ପ? ହଁ, ଏଥିରେ ସେ ବୁଢ଼ା ଆଙ୍ଗୁଠି ଓ ତର୍ଜନୀ ବ୍ୟବହାର କରି ଛୋଟ ଛୋଟ ଜିନିଷ ଯେପରିକି ଖାଦ୍ୟର ଟୁକୁଡ଼ା ଉଠାଇବାକୁ ସକ୍ଷମ ହୁଏ। ହୋ, ଯାହା ତାକୁ ନିଜେ ଖାଇବାରେ ସାହାଯ୍ୟ କରେ। ଏକଦମ। ଆଉ ବର୍ଷେ ବେଳକୁ ସେ ଜିନିଷକୁ ଗୋଟିଏ ହାତରୁ ଅନ୍ୟ ହାତକୁ ନେଇପାରେ ଏବଂ ସବୁଠାରୁ ମଜାଦାର କଥା, ଜିନିଷ ଫିଙ୍ଗିବା ଆରମ୍ଭ କରେ। ତାମାନେ ଏସବୁ କେବଳ ଶାରୀରିକ ବ୍ୟାୟାମ ନୁହେଁ। ଯେତେବେଳେ ଗୋଟେ ଶିଶୁ ପ୍ରଥମ ଥର ପାଇଁ ନିଜେ ଗୋଟେ ଜିନିଷ ଉଠାଏ, ତା ମନରେ କ'ଣ ଚାଲିଥାଏ? ଏହାର ଏକ ଗଭୀର ମନୋବୈଜ୍ଞାନିକ ପ୍ରଭାବ ଅଛି। ପ୍ରତ୍ୟେକ ନୂଆ କୌଶଳ ତାକୁ ସ୍ୱାଧୀନତା ଏବଂ ଆତ୍ମବିଶ୍ୱାସ ଦିଏ। ଯେତେବେଳେ ସେ ବୁଝିପାରେ ଯେ ସେ ନିଜେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବ ବା ଗୋଟିଏ ଜିନିଷ ଉଠାଇ ପାରିବ, ସେତେବେଳେ ତାର ଆତ୍ମଧାରଣା ବିକଶିତ ହୁଏ। ସେ ଶିଖେ ଯେ ସେ ଦୁନିଆ ଉପରେ ପ୍ରଭାବ ପକାଇ ପାରିବ। ଠିକ୍ କହିଲେ। ଏହି ସବୁ ଅବିଶ୍ୱସନୀୟ ବିକାଶକୁ ସମର୍ଥନ ଦେବା ପାଇଁ ନିଶ୍ଚିତ ଭାବରେ ସଠିକ୍ ଯତ୍ନ ଦରକାର। ଆମ ଉତ୍ସଗୁଡ଼ିକରେ ପୋଷଣ ଏବଂ ସ୍ୱାସ୍ଥ୍ୟକୁ 2ଟି ମୁଖ୍ୟ ସ୍ତମ୍ଭ ବୋଲି କୁହାଯାଇଛି। ହଁ, ପୋଷଣ ହିଁ ସବୁକିଛିର ମୂଳଦୁଆ। ପ୍ରଥମ 6 ମାସ ପର୍ଯ୍ୟନ୍ତ ମା କ୍ଷୀର ହିଁ ସମ୍ପୂର୍ଣ୍ଣ ଆହାର। ଆଉ ବିଶେଷ କରି ସେଇ ପ୍ରଥମ କ୍ଷୀର, କୋଲୋଷ୍ଟ୍ରମ୍। ହଁ, ତାହା ରୋଗ ପ୍ରତିରୋଧକ ଶକ୍ତିରେ ଭରପୁର ଥାଏ। ଏହା ଶିଶୁର ପ୍ରଥମ ଟୀକା ସଦୃଶ। ଆଉ ତାପରେ କଠିନ ଖାଦ୍ୟ କେବେ ଆରମ୍ଭ କରାଯିବା ଉଚିତ? ସାଧାରଣତଃ 6 ମାସ ପରେ। ପ୍ରଥମେ ତରଳ ଏବଂ ଚକଟା ଖାଦ୍ୟ, ଯେପରିକି ଡାଲି ପାଣି, ଫଳର ପ୍ୟୁରି। ଏଠାରେ ଗୋଟିଏ କଥା ମନେରଖିବା ଜରୁରୀ, ନୂଆ ଖାଦ୍ୟ ଗୋଟିଏ ପରେ ଗୋଟିଏ ଅଳ୍ପ ମାତ୍ରାରେ ଆରମ୍ଭ କରିବା ଉଚିତ। ଯାହାଦ୍ୱାରା ଆଲର୍ଜି ଅଛି କି ନାହିଁ ଜଣାପଡ଼େ। ହଁ, ଆଉ ସବୁଠୁ ବଡ଼ କଥା, ଖାଇବାକୁ ଏକ ଖୁସିର ଅନୁଭବ କରାଇବା ଆବଶ୍ୟକ, ବାଧ୍ୟ କରିବା ନୁହେଁ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ। ଏବେ ସ୍ୱାସ୍ଥ୍ୟ ସୁରକ୍ଷା ବିଷୟକୁ ଆସିବା। ଟୀକାକରଣ ତ ଅତ୍ୟନ୍ତ ଜରୁରୀ। ବିନା ସନ୍ଦେହରେ ନିୟମିତ ଟୀକାକରଣ ଦ୍ୱାରା ଯକ୍ଷ୍ମା, BCG, ପୋଲିଓ, DPT, ମିଳିମିଳା ଭଳି ଅନେକ ଗୁରୁତର ରୋଗକୁ ରୋକାଯାଇପାରେ। ଏହା ବ୍ୟତୀତ ଆଉ କିଛି? ହଁ, ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ନିୟମିତ ବୃଦ୍ଧି ଅନୁଧ୍ୟାନ। ବୃଦ୍ଧି ଅନୁଧ୍ୟାନ ମାନେ ସେଇ ଯେଉଁ ଗ୍ରୋଥ୍ ଚାର୍ଟ ବ୍ୟବହାର କରାଯାଏ, ସେଇଟା କିପରି କାମ କରେ? ହଁ, ଏହା ଏକ ବହୁତ ସରଳ କିନ୍ତୁ ଶକ୍ତିଶାଳୀ ଉପକରଣ। ଏହି ଚାର୍ଟରେ ପ୍ରତି ମାସରେ ଶିଶୁର ଓଜନକୁ ତାର ବୟସ ଅନୁସାରେ ଏକ ଗ୍ରାଫରେ ଚିହ୍ନଟ କରାଯାଏ। ଆଉ ସେଥିରେ ଥିବା ସେଇ ସୁରକ୍ଷାର ରାସ୍ତା? ହଁ, ସେ 2ଟି ବକ୍ରରେଖା ମଧ୍ୟରେ ଥିବା ସ୍ଥାନ।
ଯଦି ଶିଶୁର ବୃଦ୍ଧିରେଖା ଏହି ରାସ୍ତା ଭିତରେ କ୍ରମାଗତ ଭାବେ ଉପରକୁ ଯାଉଛି, ତେବେ ତାର ବୃଦ୍ଧି ସାଧାରଣ ଅଛି। କିନ୍ତୁ ଯଦି ସେ ରେଖାଟେ ସମତଳ ହୋଇଯାଏ ବା ତଳୁକୁ ଖସେ, ସେତେବେଳେ ଭୟଭୀତ ହେବାର ଆବଶ୍ୟକତା ନାହିଁ, କିନ୍ତୁ ସତର୍କ ହେବା ଜରୁରୀ। ଏହା ଏକ ସତର୍କ ସଂକେତ। କୌଣସି ସ୍ୱାସ୍ଥ୍ୟ ସମସ୍ୟାର ସଂକେତ ହୋଇପାରେ। ହଁ, କିମ୍ବା ପୋଷଣର ଅଭାବ। ଏହା ଏକ ଡାକ୍ତରୀ ପରାମର୍ଶ ପାଇଁ ସଂକେତ ଦିଏ। ତେବେ ଆଜିର ଆଲୋଚନାରୁ ଏହା ସ୍ପଷ୍ଟ ଯେ ଜୀବନର ପ୍ରଥମ ବର୍ଷ ଏକ ଅବିଶ୍ୱସନୀୟ, ପ୍ରାୟ ପୂର୍ବ ନିର୍ଦ୍ଧାରିତ ବିକାଶର ଯାତ୍ରା। କିନ୍ତୁ ଏହି ଯାତ୍ରାଟି ସେ ପାଉଥିବା ଯତ୍ନ, ପୋଷଣ ଏବଂ ସ୍ନେହପୂର୍ଣ୍ଣ ପରିବେଶ ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଥାଏ। ହଁ, ଏକଦମ ସଠିକ୍ କହିଲେ। ଏହା ପରିପକ୍ୱତା ଏବଂ ଅନୁଭୂତି ମଧ୍ୟରେ ଏକ ସୁନ୍ଦର ସମନ୍ୱୟ। ପ୍ରକୃତି ଏବଂ ପାଳନ। ହଁ, ପ୍ରତ୍ୟେକ ବାର୍ତ୍ତାଳାପ, ପ୍ରତ୍ୟେକ ନୂଆ ଖାଦ୍ୟ, ଗତି କରିବାର ଏବଂ ଅନ୍ୱେଷଣ କରିବାର ପ୍ରତ୍ୟେକ ସୁଯୋଗ ତାର ସମଗ୍ର ଜୀବନର ଭିତ୍ତିପ୍ରସ୍ତର ସ୍ଥାପନ କରେ। ଏହି ଆଲୋଚନା ଶେଷରେ ଆସନ୍ତୁ ଶ୍ରୋତାଙ୍କ ପାଇଁ ଏକ ଚିନ୍ତନୀୟ ପ୍ରଶ୍ନ ଛାଡ଼ିଯିବା। ନିଶ୍ଚୟ। ଆମେ ଜାଣିଲେ ଯେ ଏକ ବର୍ଷର ଶିଶୁଟିଏ ଜିନିଷ ଫିଙ୍ଗିବା ଶିଖେ। ତେବେ ଯେତେବେଳେ ଜଣେ ଶିଶୁ ବାରମ୍ବାର ନିଜ ଚାମଚ ବା ଖେଳନାକୁ ତଳେ ପକାଏ ଆଉ ତାକୁ ଉଠାଇ ଦେଲା ପରେ ସେ ପୁଣି ଫିଙ୍ଗେ, ସେତେବେଳେ ସେ କେଉଁ ପ୍ରକାରର ବୈଜ୍ଞାନିକ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରୁଥାଇପାରେ?